ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର ଜ୍ଞାପନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖିଥିବେ ମଶା ଏବଂ ରାଜାମାନେ ଏବଂ ବାପ୍ତିସ୍ମ ଯୋହନ ଏବଂ ଯୀଶୁ ଏମାନଙ୍କ ମଧ୍ୟରୁ କାହାର ବାକ୍ୟ ମାନିବା ଦରକାର, କାହାର ଆଜ୍ଞା ଅନୁସାରେ ଚାଲିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ, କିନ୍ତୁ ଏହି ବିଷୟକୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପୂର୍ବରୁ ଆଉ ଗୋଟିଏ ବିଷୟ ମଧ୍ୟ କହିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରନ୍ତୁ, ତେବେ ଯାଇ ଆପଣମାନେ ଜାଣିପାରିବେ ଜଣେ ବ୍ୟକ୍ତି ସେ କେମିତି ଶିକ୍ଷା ଦେଉଅଛି। ଯଦି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ଅଧ୍ୟୟନ କରିବେ ନାହିଁ, ତାହେଲେ ଯେକୌଣସି ସ୍ଥାନର ବ୍ୟକ୍ତି ଆସି ଆପଣଙ୍କ ପାଖରେ ଯେମିତି ଶିକ୍ଷା ଦେଲେ ମଧ୍ୟ ଆପଣଙ୍କୁ ସଠିକ୍ ଲାଗିବ। ସେଥିପାଇଁ ନିହାତି ଜରୁରୀ ଅଟେ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିଥିବା ଦରକାର ଏବଂ ଯେଉଁ ପରମେଶ୍ୱରଙ୍କର ଆମ୍ଭେମାନେ ସେବା ଆରାଧନା କରୁଅଛୁ, ସେ ପରମେଶ୍ୱର ଆଶୀର୍ବାଦ 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 ହିଁ କରନ୍ତି ନାହିଁ, କରନ୍ତି ଯଦି ତାହାଙ୍କ ଦୃଷ୍ଟିରେ ଆମ୍ଭେମାନେ ଭଲ କାର୍ଯ୍ୟ କରିବା, ତାହାଙ୍କର ଆଜ୍ଞା ଅନୁସାରେ ଚାଲିବା, ତାହେଲେ ସେ ଆଶୀର୍ବାଦ କରନ୍ତି। କିନ୍ତୁ ତାହାଙ୍କ ଦୃଷ୍ଟିରେ ଯଦି ଆମ୍ଭେମାନେ ମନ୍ଦ କାର୍ଯ୍ୟ କରିବା, ତାହେଲେ ସେ ବିନାଶ ମଧ୍ୟ କରିଦେଇପାରନ୍ତି। ଏ ବିଷୟ ମଧ୍ୟ ଆମ୍ଭେମାନେ ଧ୍ୟାନ ଦେବା ଦରକାର। ପରମେଶ୍ୱର ଆଶୀର୍ବାଦ କରନ୍ତି ଏବଂ ବିନାଶ ମଧ୍ୟ କରନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଆଶୀର୍ବାଦର ଶିକ୍ଷା ଚାଲିଛି, ବିନାଶର ଶିକ୍ଷା ଦେଉନାହାନ୍ତି, ଭୟର ପ୍ରଭୁ ଭୟ ଶିକ୍ଷା ଦେଉନାହାନ୍ତି। ଅନେକ ଲୋକମାନେ କ୍ରୋଧର ଶିକ୍ଷା ଦେଉନାହାନ୍ତି, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ କିଛି ବିଷୟ ମଶା ରାଜାମାନେ ଏବଂ ବାପ୍ତିସ୍ମ ଯୋହନ ଏବଂ ଯୀଶୁ ଏମାନଙ୍କ ମଧ୍ୟରୁ କାହାର ବାକ୍ୟ ଶୁଣିବା, କାହାର ଆଜ୍ଞା ଅନୁସାରେ ଚାଲିବା ଦରକାର, ଏ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ଦ୍ୱିତୀୟ ବିବରଣ ତାର 18 ପର୍ବ 18 ଅଧ୍ୟାୟରେ ଲେଖାଯାଏ, ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ ସଦୃଶ୍ୟ ଜଣେ ଭବିଷ୍ୟତ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେ ଆଜ୍ଞା ଦେବା ତାହା ସେ ସେମାନଙ୍କୁ କହିବେ। এই ଜାଗାରେ ଯୀଶୁଙ୍କର ବିଷୟରେ ଲେଖାଯାଇଅଛି, ଭବିଷ୍ୟତ ବକ୍ତା ଯୀଶୁଙ୍କ ବିଷୟରେ ଲେଖାଯାଇଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ବାକ୍ୟ ମଧ୍ୟକୁ ଆଉଥରେ ଯିବା ପୂର୍ବରୁ ବା ଗଭୀରତା ସହିତ ବୁଝିବା ପୂର୍ବରୁ ଆଉ ଗୋଟିଏ ବିଷୟ କହିବା ପାଇଁ ଚାହେଁ। ମଶାଙ୍କର ଆଜ୍ଞା ପାଳନ କରିବା ଦରକାର ନା ରାଜାମାନଙ୍କର ଆଜ୍ଞା ପାଳନ କରିବା ଦରକାର, ନା ବାପ୍ତିସ୍ମ ଯୋହନଙ୍କର ଆଜ୍ଞା ପାଳନ କରିବା ଦରକାର, ନା ଯୀଶୁଙ୍କର? ଆପଣମାନେ ମେସେଜ ମାଧ୍ୟମରେ ଆପଣମାନେ ନିହାତି ଭାବରେ ଲେଖନ୍ତୁ, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ ଲେଖନ୍ତୁ କିମ୍ବା ନ ଲେଖନ୍ତୁ, ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସଠିକ୍ ଭାବରେ ଶୁଣିଲା ପରେ, ବୁଝିଲା ପରେ ଆପଣମାନେ ଜାଣିପାରିବେ ଯେ ଆମ୍ଭେମାନେ କାହା ସମୟରେ ଅଛୁ, କାହାର ଆଜ୍ଞା ମାନିବା ଦରକାର, କାହାର ବାକ୍ୟ ପାଳନ କରିବା ଦରକାର। ଆପଣମାନେ ଜାଣିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମଙ୍କ ଠାରୁ ମଶା ପର୍ଯ୍ୟନ୍ତ ଯେଉଁ ମଝିରେ ଗେପ୍ ଅଛି, 1600 ବର୍ଷର ଗେପ୍ ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର। ଆଦମଙ୍କ ଠାରୁ ମଶାଙ୍କ ପର୍ଯ୍ୟନ୍ତ 1600 ମଝିରେ ଗେପ୍ ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଶାକୁ ପରମେଶ୍ୱର ଇଜିପ୍ଟରେ ଏମିତି ଶିଖାଇଲେ ଯେ ମଶାଙ୍କୁ ପ୍ରିଚ୍ କର।
ବହୁତ ମଶାଙ୍କୁ ଇଜିପ୍ଟରେ ପରମେଶ୍ୱର ଶିଖାଇଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ମଶାଙ୍କର ଦ୍ୱାରା ଆମ୍ଭମାନଙ୍କୁ ଯେତିକି ଆବଶ୍ୟକ ସେତିକି ମଶାଙ୍କର ଦ୍ୱାରା ଈଶ୍ୱରଙ୍କର ପବିତ୍ର ବାଇବଲକୁ ଲେଖାଇଲେ, ତୋରାକୁ, ବ୍ୟବସ୍ଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଶାଙ୍କର ଦ୍ୱାରା ଏମିତି ଲେଖାଇଲେ ଯେ ସାଇଣ୍ଟିଷ୍ଟ ମଧ୍ୟ ଫେଲ୍ ହେଇଯିବ। ସାଇଣ୍ଟିଷ୍ଟ ମଧ୍ୟ ପ୍ରଭୁଙ୍କର ବାକ୍ୟରେ ଫେଲ୍ ହେଇପାରିବେ, ଆପଣମାନେ ଜାଣନ୍ତି। ଏବଂ ଈଶ୍ୱରଙ୍କର ପବିତ୍ର ବାଇବଲ ଆମ୍ଭମାନଙ୍କର ଅନୁସାରେ ଲେଖାଯାଇ ନାହିଁ। ଯଦି ଆମ୍ଭମାନଙ୍କର ଅନୁସାରେ ଯଦି ଲେଖାଯାଇଥାନ୍ତା ତାହେଲେ ପରମେଶ୍ୱରଙ୍କୁ ଅନେକ ବିଷୟ ଆମେମାନେ ପଚାରିଥାନ୍ତୁ। କାହିଁକି ଏମିତି ଲେଖାଗଲା, କ'ଣ ପାଇଁ ଏମିତି ହେଲା, ଏ ପ୍ରକାର ଅନେକ ବିଷୟ ପ୍ରଶ୍ନ କରିଥାନ୍ତୁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ବାଇବଲ ପରମେଶ୍ୱରଙ୍କର ଆଜ୍ଞାରେ ଲେଖାଯାଇଅଛି, ଆମ୍ଭମାନଙ୍କର ଇଚ୍ଛା ଅନୁସାରେ ଲେଖାଯାଇ ନାହିଁ। ସରି ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ମଶାଙ୍କର ଦ୍ୱାରା ଲେଖା ନଯାଏ, ଅର୍ଥାତ୍ ମଶାଙ୍କର ଦ୍ୱାରା ପରମେଶ୍ୱର ଲେଖାଇଲେ, କିନ୍ତୁ ଆମ୍ଭର ଇଚ୍ଛା ଅନୁସାରେ ଲେଖି ନାହାନ୍ତି। କିନ୍ତୁ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ମଶାଙ୍କର ଦ୍ୱାରା ପରମେଶ୍ୱର ବାକ୍ୟ ଲେଖାଇଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭମାନଙ୍କୁ ଯେତେ ଆବଶ୍ୟକ ସେତେ ପରମେଶ୍ୱର ଲେଖାଇଲେ। ଦ୍ୱିତୀୟ ବିବରଣ 29:29 ଅନୁସାରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବେଲ ଆମ୍ଭେମାନେ ନିହାତି ପଢ଼ିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମ୍ଭେମାନେ ମଶା, ରାଜା ଏବଂ ଯୋହନ ବାପ୍ତିଜକ ଏବଂ ଯୀଶୁଙ୍କ ବିଷୟରେ ଗଭୀରତା ସହିତ ଆମ୍ଭେମାନେ ବୁଝିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମେ ଯଦି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଯଦି ଦେଖିବେ ତାହେଲେ ମଶାଙ୍କ ବିଷୟରେ ଆପଣମାନେ ଜାଣିପାରିବେ। ମଶାଙ୍କର ଦ୍ୱାରା ବ୍ୟବସ୍ଥା ଦିଆଗଲା। ଆଦମ ତ ପ୍ରଥମ ମନୁଷ୍ୟ ଆଦମ, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ବୁଝିବା ନିମନ୍ତେ, ଆପଣମାନେ ଜାଣିପାରିବା ନିମନ୍ତେ 4ଟି ଅପସନ୍ ରଖିଅଛି: ମଶା, ରାଜା, ବାପ୍ତିଜକ ଯୋହନ ଏବଂ ଯୀଶୁ। ମଶାଙ୍କର ଦ୍ୱାରା ପରମେଶ୍ୱର ପବିତ୍ର ବାଇବଲ ବ୍ୟବସ୍ଥା ଲେଖାଇଲେ, ଆପଣମାନେ ଜାଣନ୍ତି। କିନ୍ତୁ ମଶାଙ୍କର କାର୍ଯ୍ୟ ସଠିକ୍ ନଥିଲା। କେମିତି ସଠିକ୍ ନଥିଲା ପ୍ରଭୁଙ୍କର ପ୍ରିୟ ଲୋକମାନେ? ସେହି ସମୟରେ ସଠିକ୍ ଥିଲା, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ବଳି ଉତ୍ସର୍ଗ କରୁଥିଲେ। ବିଶ୍ରାମ ଦିନକୁ ସଠିକ୍ ଭାବରେ ପାଳନ କରିବା ଦରକାର, ମନ୍ଦିରକୁ ନିହାତି ଯିବା ଦରକାର, ନହେଲେ ପରମେଶ୍ୱରଙ୍କ ଠାରୁ ଅଭିଶାପ ଆସୁଥିଲା। ଆଜ୍ଞାକୁ ମାନିବା ଦରକାର ଥିଲା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଶାଙ୍କର କାର୍ଯ୍ୟ ଅଲଗା ଥିବା ଯୋଗୁଁ ଆଉ ଗୋଟିଏ ଗ୍ରୁପ୍ ବାହାରିଲେ। ତାହା ହେଉଛି ରାଜାମାନଙ୍କର ଗ୍ରୁପ୍। ରାଜାମାନେ ଆସିଲେ, ମଶା ପରେ ରାଜାମାନେ ଆସିଲେ। ଯେଉଁ ବ୍ୟକ୍ତିମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯଦି ଅଧ୍ୟୟନ କରିଥିବେ, ଆପଣମାନେ ବୁଝିପାରୁଥିବେ। ମଶା ପରେ ଯୀଶୁ ଆସିଲେ, ସେ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରୁନାହିଁ, କିନ୍ତୁ ଆପଣମାନଙ୍କ ପାଖରେ ବୁଝିବା ପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଶା ପରେ ରାଜାମାନେ ଆସିଲେ ଏବଂ ରାଜାମାନେ ଅନେକ ଲୋକଙ୍କୁ ଭୟ ସହିତ ତାହାଙ୍କର କାର୍ଯ୍ୟ କରାଇଲେ ଏବଂ ଅନେକ ରାଜାମାନେ ଲୋକମାନଙ୍କୁ ଡରାଇଲେ। ପ୍ରଭୁ ପ୍ରତି ଭୟ ନଥିଲା ଏବଂ ଅନେକ ରାଜାମାନେ ପ୍ରଭୁଙ୍କୁ ଭୟ କରି ଚାଲିଲେ, ଲୋକମାନଙ୍କର ଭଲ କରିଲେ। ଏ ପ୍ରକାର ଏଇ ରାଜା ପରେ ସେଇ ରାଜା, ସେଇ ରାଜା ପରେ ଏଇ ରାଜା ଆସିଲେ। ପ୍ରଥମ ରାଜା ସାଉଲ, ତାପରେ ଦାଉଦ, ସଲମନ, ଏପରି ରାଜାମାନେ ଆସିଲେ। ଅନେକ ରାଜାମାନେ ପ୍ରଭୁକୁ ଭୟ କରି ଚାଲିଲେ, ଅନେକ ରାଜାମାନେ ପ୍ରଭୁଙ୍କୁ ଭୟ ମଧ୍ୟ କଲେ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲୋକମାନଙ୍କୁ ମୂର୍ତ୍ତି ପୂଜା କରିବା ଶିଖାଇଲେ ରାଜାମାନେ। ଏ ପ୍ରକାର ଅନେକ ବିଷୟ ଲେଖାଯାଏ, କିନ୍ତୁ ଏ ରାଜାମାନଙ୍କର କାର୍ଯ୍ୟ ମଧ୍ୟ ସଠିକ୍ ନଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାପରେ ଶେଷ ପ୍ରଚାରକ ବାପ୍ତିଜକ ଯୋହନ ଆସିଲେ। ବାଇବଲର ଶେଷ ପ୍ରଚାରକ ବାପ୍ତିଜକ ଯୋହନ। ଏବଂ ଏଇ ମଝିରେ ଆପଣମାନଙ୍କ ପାଖରେ ପ୍ରକାଶ କରିନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଫିଟ୍, ଭବିଷ୍ୟତ ବକ୍ତାମାନଙ୍କ ବିଷୟରେ। এই ଭବିଷ୍ୟତ ବକ୍ତାମାନେ ଅନେକ ଭବିଷ୍ୟତ ବକ୍ତା ଯାଜକ ଥିଲେ, ଭବିଷ୍ୟତ ବକ୍ତା ମଧ୍ୟ ଥିଲେ। ଈଶ୍ୱରଙ୍କର ପବିତ୍ର ବାଇବଲରେ 43 କିଙ୍ଗସ୍, 17 ପ୍ରଫିଟ୍ ଅଛନ୍ତି।
ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଆପଣମାନଙ୍କ ପାଖରେ ବୁଝିବା ପାଇଁ ମଶା, ରାଜା ଏବଂ ଶେଷରେ ବାପ୍ତିଜକ ଯୋହନ ଏବଂ ଯୀଶୁ, এই ଚାରୋଟି ବିଷୟ ଅପସନ୍ ନେଇ ଅଛି। ଆପଣମାନେ ବୁଝିବା ଦରକାର। ଏବଂ ରାଜାମାନଙ୍କର କାର୍ଯ୍ୟ ମଧ୍ୟ ସଠିକ୍ ନଥିଲା, ସେଥିପାଇଁ ଶେଷ ପ୍ରଚାରକ ବାପ୍ତିଜକ ଯୋହନ ଆସିଲେ। এই ବାପ୍ତିଜକ ଯୋହନ ଯେମିତି ଆସିଲେ, ସେ ଲୋକମାନଙ୍କୁ କହିଲେ ଯେ ମନ ପରିବର୍ତ୍ତନର ବାପ୍ତିସ୍ମ ନେବା ଦରକାର। ବାପ୍ତିଜକ ଯୋହନ ଆସି ମନ ପରିବର୍ତ୍ତନର ବାପ୍ତିସ୍ମ ଦରକାର, ଏ ବିଷୟ ଲୋକମାନଙ୍କୁ ଘୋଷଣା କଲେ। ଏବଂ এই ବାପ୍ତିଜକ ଯୋହନ ମଧ୍ୟ ଯୀଶୁଙ୍କ ଉପରେ ଶକ୍ କଲେ, ଡାଉଟ୍ କଲେ। ତୁମେ ନା ଆଉ ଆମେ କାହାର ଅପେକ୍ଷା କରିବୁ? এই ବିଷୟ ବାପ୍ତିଜକ ଯୋହନ ନିଜର ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁଙ୍କ ପାଖରେ ପଠାଇଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାପରେ ବାପ୍ତିଜକ ଯୋହନ ପରେ ଯୀଶୁ ଆସିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାପରେ ଯୀଶୁ ଆସିଲେ। ଯୀଶୁଙ୍କର କାର୍ଯ୍ୟ ସମସ୍ତଙ୍କ ଠାରୁ ଅଲଗା ଥିଲା। ଯୀଶୁଙ୍କର ନିଜର ଲୋକମାନେ ଯୀଶୁଙ୍କୁ ଗ୍ରହଣ କରୁନଥିଲେ। ଯୀଶୁଙ୍କୁ ପାରୁସି ସାଧୁକୀ ମାନେ ଅନେକ ବିଷୟ କହୁଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ହେଲେ এই ଜାଗାରେ ଆପଣମାନଙ୍କୁ ଆଉ ଥରେ এই ପ୍ରଶ୍ନ ପଚାରିବା ପାଇଁ ଚାହେଁ ଯେ ଆମ୍ଭେମାନେ କାହାର ଆଜ୍ଞା ଅନୁସାରେ ଚାଲିବା ଦରକାର, କାହାର ବାକ୍ୟ ପାଳନ କରିବା ଦରକାର? ମଶାଙ୍କର ନା ରାଜାମାନଙ୍କର? ମଶାଙ୍କ ନା ରାଜାମାନଙ୍କର, ନା ବାପ୍ତିଜକ ଯୋହନଙ୍କ, ନା ଯୀଶୁଙ୍କ? ଆମ୍ଭେମାନେ ଯୀଶୁଙ୍କର ଆଜ୍ଞା ମାନିବା ଦରକାର, ଯୀଶୁଙ୍କର ଆଜ୍ଞା ଅନୁସାରେ ଚାଲିବା ଦରକାର, ଯୀଶୁଙ୍କର ବାକ୍ୟ ଅନୁସାରେ ଆମ୍ଭେମାନେ ଆଗକୁ ବଢ଼ିବା ଦରକାର। ମଶାଙ୍କ ବିରୁଦ୍ଧରେ ମୁଁ କହୁନାହିଁ, ମଶା ସଠିକ୍ ଅଟନ୍ତି। ଏବଂ ମଶାଙ୍କର ଦ୍ୱାରା ଯଦି ପରମେଶ୍ୱର ଯଦି ବାକ୍ୟ ଯଦି ଲେଖାଇ ନଥାନ୍ତେ, ତାହେଲେ ପୃଥିବୀ କେମିତି ସୃଷ୍ଟି ହେଲା ଆମେ କେମିତି ଜାଣିପାରିଥାନ୍ତା? ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଶାଙ୍କର ଦ୍ୱାରା ଯଦି ଲେଖାଇ ନଥାନ୍ତେ ପରମେଶ୍ୱର, ତାହେଲେ ଆମେ କେମିତି ଜାଣିପାରି ନଥାନ୍ତୁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ। ମଶାଙ୍କର ଦ୍ୱାରା ଲେଖାଯାଇଅଛି ବୋଲି ଆମ୍ଭେମାନେ ଜାଣିପାରୁଛୁ ଯେ ପୃଥିବୀ କେମିତି ସୃଷ୍ଟି ହୋଇଅଛି। ମଶା ଠିକ୍ ଅଟନ୍ତି, କିନ୍ତୁ ମଶାଙ୍କର ଯେଉଁ କାର୍ଯ୍ୟ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ବଳି ଉତ୍ସର୍ଗ, ଖାତନା, ସାବାତ, ଏ ପ୍ରକାର ଅନେକ ବିଷୟ ସଠିକ୍ ନଥିଲା। ସେଥିପାଇଁ ରାଜାମାନେ ଆସିଲେ। ରାଜାମାନଙ୍କ ପରେ ଶେଷ ପ୍ରଚାରକ ବାପ୍ତିଜକ ଯୋହନ ଆସିଲେ। ଏବଂ ବାପ୍ତିଜକ ଯୋହନ ମଧ୍ୟ ଯୀଶୁଙ୍କ ଉପରେ ଡାଉଟ୍ କଲେ। ତାପରେ ପ୍ରଭୁ ଯୀଶୁ ଆସିଲେ। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ପ୍ରଭୁ ଯୀଶୁଙ୍କର ଆଜ୍ଞା ଅନୁସାରେ ଚାଲିବା ଦରକାର, ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ଚାଲିବା ଦରକାର। ବର୍ତ୍ତମାନ ସମୟରେ ଯେଉଁ ବ୍ୟକ୍ତିମାନେ ମଶାଙ୍କର ବାକ୍ୟକୁ ଯଦି ଆପଣମାନେ ପାଳନ କରୁଛ, ତାହେଲେ ଆପଣମାନଙ୍କର ଆତ୍ମିକ ଚକ୍ଷୁ ଅନ୍ଧ ହୋଇଅଛି। କେବେ ଆତ୍ମିକ ଚକ୍ଷୁ ଖୋଲିବ ଜାଣିଛ ପ୍ରଭୁଙ୍କର ପ୍ରିୟ ଲୋକମାନେ? ଯେବେ ପ୍ରଭୁ ଯୀଶୁ ଆସିବେ ତେବେ ଯାଇ ଆପଣମାନଙ୍କର ଆତ୍ମିକ ଚକ୍ଷୁ ଖୋଲିବ। ଯଦି ଆପଣମାନେ ମଶାଙ୍କର ବ୍ୟବସ୍ଥାକୁ ଯଦି ପାଳନ କରୁଛନ୍ତି, ମଶାଙ୍କର ଆଜ୍ଞା ଅନୁସାରେ ଯଦି ଚାଲୁଛନ୍ତି, ତାହେଲେ ରାଜା, ବାପ୍ତିଜକ ଯୋହନ ଏବଂ ଯୀଶୁଙ୍କ ସମୟରେ ଆପଣମାନେ ନାହାନ୍ତି। ଯୀଶୁଙ୍କର ବାକ୍ୟ ଆପଣମାନେ ପାଳନ କରିବେ ନାହିଁ। ଯଦି ଆପଣମାନେ ବାପ୍ତିଜକ ଯୋହନଙ୍କର ଆଜ୍ଞା ଅନୁସାରେ ଚାଲିବେ, ତାହେଲେ ଯୀଶୁଙ୍କର ବାକ୍ୟ ଆପଣମାନେ ପାଳନ କରିବେ ନାହିଁ। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ବାକ୍ୟ ମାଧ୍ୟମରୁ କହିବା ପାଇଁ ଚାହେଁ, ଆମ୍ଭେମାନେ ଯୀଶୁଙ୍କର ଆଜ୍ଞା ଅନୁସାରେ ଚାଲିବା ଦରକାର, ଯୀଶୁଙ୍କର ବାକ୍ୟ ଅନୁସାରେ ଚାଲିବା ଦରକାର। ଆଉ ଗୋଟିଏ ବିଷୟ କହିବା ପାଇଁ ଚାହେଁ, ଯଦି ମଶାକୁ ଯଦି ମଝିରେ ଯଦି ପୂରେଇ ଦେବେ, ମଶାଙ୍କର ବାକ୍ୟକୁ ଯଦି ଆପଣମାନଙ୍କୁ ମଣ୍ଡଳରେ ଦିଆଯିବ ଏବଂ ମଶାଙ୍କର ଆଜ୍ଞା ଅନୁସାରେ ପାଳନ କରିବା ପାଇଁ କୁହାଯିବ, ତାହେଲେ ଆପଣମାନେ କ'ଣ କରିବେ? ଗୋଟିଏ ସମୟ ଥିଲା ମଶାଙ୍କର ଆଜ୍ଞାକୁ ପାଳନ କରାଯାଉଥିଲା, ମଶାଙ୍କର ସବୁ କାର୍ଯ୍ୟକୁ ଲୋକମାନେ କରୁଥିଲେ। ଗୋଟିଏ ସମୟ ଥିଲା, କିନ୍ତୁ ବର୍ତ୍ତମାନ ନୁହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ନୁହେଁ। ଆସନ୍ତୁ ଆମ୍ଭେମାନେ ଗୋଟିଏ ପଦ ପଢ଼ିବା, ଏବ୍ରୀ ପୁସ୍ତକ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବ୍ରୀ ପୁସ୍ତକ ତାର 1:1 এই ଜାଗାରେ ଲେଖାଯାଏ, ଈଶ୍ୱର ପୁରା କାଳରେ ବିଭିନ୍ନ ଭାବରେ ଓ ବିଭିନ୍ନ ପ୍ରକାରରେ
ଭାବବାଦୀମାନଙ୍କର ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କର ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପୁରାତନ ନିୟମରେ ପୁରା କାଳରେ ଅନେକ ଭାବବାଦୀମାନଙ୍କର ଦ୍ୱାରା କଥା କହି ଏହି ଶେଷ କାଳରେ ପୁତ୍ରଙ୍କର ଦ୍ୱାରା କଥା କହିଅଛନ୍ତି। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ କାହାର ଆଜ୍ଞା ମାନିବା ଦରକାର, କାହାର ବାକ୍ୟ ପାଳନ କରିବା ଦରକାର? ଆପଣମାନେ ନିଜେ ନିଜେ ଏ ବିଷୟ ନିର୍ଣ୍ଣୟ ନିଅନ୍ତୁ। କିନ୍ତୁ ପ୍ରଭୁ ଯୀଶୁଙ୍କର ଆଜ୍ଞା ପାଳନ କରିବା ଦରକାର, ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ଚାଲିବା ଦରକାର। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।